प्रिय द लॉर्ड वर्ड वचन चैनल समस्त आपण जन स्वागत। चैनल टी को सब्सक्राइब करंतु, वीडियो गुड़िक लाइक दिंतु, वीडियो गुड़िक कमेंट करंतु एवं वीडियो गुड़िक बहु मात्रा रे शेयर करंतु। तबे आज हम पवित्र बाइबल रो आदि पुस्तक तृतीय अध्याय 12तम पदटी आलोचना करी व्याख्या करिया पई जाउछंती। तबे सूचना अछि आदि पुस्तक अध्याय 3 पद नंबर 12 आदम कहिले तुम्भे ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗିନୀ ହେବାକୁ ଦେଇଅଛ ସେ ମୋତେ ସେହି ବୃକ୍ଷର ଫଳ ଦେଲେ ତହିଁରେ ମୁଁ ଖାଇଲି। ତେବେ କଣ କୁହାଯାଇଅଛି ନା ଆଦାମ କହିଲେ ବା ପୁରୁଷ ଜଣଙ୍କୁ କହିଛନ୍ତି ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗିନୀ ହେବାକୁ ଦେଇଅଛ, ତୁମ୍ଭେ ଅର୍ଥାତ୍ ହେ ପରମେଶ୍ୱର ସଦାପ୍ରଭୁ ପରମ ପିତା, ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗିନୀ ବା ସାଙ୍ଗ ହେବା ପାଇଁ ଦେଇଅଛ ବା ମୋ ଜୀବନ ସାଥୀ ହେବା ପାଇଁ ଦେଇଅଛ ବା ସୃଷ୍ଟି କରିଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ। ଅର୍ଥାତ୍ ସସତ୍ ଜ୍ଞାନଦାୟକ ବୃକ୍ଷର ଫଳ ମୋ ସଙ୍ଗିନୀ ବା ମୋ ସାଥୀ ମୋତେ ଦେଲେ, ତହିଁରେ ମୁଁ ଖାଇଲି। ମୋ ସଙ୍ଗିନୀ ମୋତେ ସସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଦେବା ପରେ ମୁଁ ତାହାକୁ ଖାଇଅଛି, ନଚେତ୍ ମୁଁ ନିଜେ ଖାଇ ନଥିଲି। ତେବେ ପରମେଶ୍ୱରଙ୍କ ପ୍ରଶ୍ନର ଉତ୍ତର ଆଦାମ ଏଠାରେ ଦେଇଛନ୍ତି। ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 12ତମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।